ପିଲାମାନେ ଏଇଟା ସାହିତ୍ୟ ତମର ଏମାଇଲ୍ ଓଡ଼ିଆର ପ୍ରଶ୍ନପତ୍ର ଏବଂ ଏ ପ୍ରଶ୍ନପତ୍ର ଦେଖନ୍ତୁ ଏଇଭଳି ତମର ଇଣ୍ଟରନାଲ ଏକ୍ଜାମରେ ଆସିବ। ଗୋଟିଏ ନୂତନ ପ୍ରଶ୍ନପତ୍ର ଆମେ ଆଲୋଚନା କରିବା ଆଜି। ତେଣୁ ସମୟ ତମକୁ ମିଳିବ କେତେ ନା 45 ମିନିଟ୍ ସମୟ ମିଳିବ। ଆଉ ତମର ଫୁଲ୍ ମାର୍କସ୍ ଥିବ 20 ମାର୍କ। କ'ଣ କ'ଣ ପ୍ରଶ୍ନ ଅଛି ଦେଖିବା ଆଉ କେମିତି ପ୍ରଶ୍ନ ଅଛି ଦେଖିବା। ଏଇଭଳି ଅବିକଳ ତମର ପ୍ରଶ୍ନ ଆସିବ। ତେଣୁ ଦେଖିବା ପ୍ରଥମ ପ୍ରଶ୍ନ, ମାନବ ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ଏଇଟା ଇତିହାସ ଚାପ୍ଟରରୁ ଆସିଅଛି, ସେଇ ଚାପ୍ଟର ହିଁ ତମର ପଢ଼ିବ। ମାନବ ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? 1 ଇତିହାସ, 2 ପୁରାଣ, 3 ବିଜ୍ଞାନ, 4 ଦର୍ଶନ। କାହାର? ନା ଉତ୍ତର ହେଉଛି ଇତିହାସର ଅନ୍ତର୍ଭୁକ୍ତ। ସମସ୍ତେ ଆନ୍ସର ଦେବେ ଲାଇଭ୍ ଚାଟ୍ ବକ୍ସରେ। ତାପରେ ଦେଖିବା ଦ୍ୱିତୀୟ ପ୍ରଶ୍ନ ଅଛି କ'ଣ? କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଏ? ନାଇଁ, ଟିକେ ବଡ଼ କରିଦେବା। କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି ଆଏ? ଏ ପ୍ରଶ୍ନ ବି ବହୁତ ଇମ୍ପୋର୍ଟାଣ୍ଟ। ତେଣୁ ପ୍ରଶ୍ନଟିକୁ ଆମେ ଦେଖିବା ଏବଂ ଉତ୍ତର କ'ଣ ହେବ ଦେଖିବା। ତ ଏଇଠି ଅପସନ୍ ଅଛି କ'ଣ ନା ବେଦ, ତାପରେ ଇତିହାସ, ତାପରେ 3ରେ ବାଇବେଲ, 4ରେ କୋରାନ। କ'ଣ ହେବ ନା ଦ୍ୱିତୀୟ ଶିକ୍ଷକ ବୋଲି କାହାକୁ କୁହାଯାଏ? ଇତିହାସକୁ କୁହାଯାଏ। ଠିକ୍ ଅଛି, ମନେ ରଖିବ। ନେକ୍ସଟ ପ୍ରଶ୍ନ, ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ଏଇ ଯେଉଁ ପ୍ରଚଳିତ ଇତିହାସ, ପ୍ରସିଦ୍ଧ ପଣ୍ଡିତମାନେ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ ମାନେ ଗଭୀରତା ହିଁ ନାହିଁ ଏବଂ କେଉଁ ଗଳ୍ପ ବୋଲି କହିଛନ୍ତି? 1 ଗାଲୁ ଗଳ୍ପ, 2 ଅସୁର ଅସୁରୁଣୀ ଗଳ୍ପ, 3 ଗ୍ରାମ୍ୟ ଗଳ୍ପ, 4 ଆଇମା ଗଳ୍ପ। କ'ଣ କହିଛନ୍ତି ନା ଏଇଟା ଗୋଟେ ଗଭୀରତା ଶୂନ୍ୟ କେଉଁ ଗଳ୍ପ ନା ଗ୍ରାମ୍ୟ ଗଳ୍ପ ବୋଲି କହିଛନ୍ତି। ମନେ ରଖିବ ପିଲାମାନେ। ତାପରେ ପ୍ରଶ୍ନ ଅଛି, ଲେଖା ଓ ଲେଖକଙ୍କର ନାମ ଉଲ୍ଲେଖ ସହିତ ତମକୁ କ'ଣ କରିବାକୁ ପଡ଼ିବ? ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। 2ଟିରୁ ଗୋଟିଏ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ, ନାଇଁକି? ତେଣୁ ଏଇଠି ଦେଖିବା କ'ଣ ନା 2 ମାର୍କିଆ ପ୍ରଶ୍ନ ତମକୁ ଦେବାକୁ ପଡ଼ିବ ଗୋଟିଏ ପ୍ରଶ୍ନର ଉତ୍ତର। ଦେଖ, କ'ଣ ଇତିହାସ ପଦବାଚ୍ୟ ନୁହେଁ? ହଁ, ଏଇଠି ଲେଖା ଓ ଲେଖକଙ୍କ ସହିତ ଉତ୍ତର ଦେବାକୁ ପଡ଼ିବ। ପ୍ରଶ୍ନଟି ହେଉଛି କ'ଣ ଇତିହାସ ପଦବାଚ୍ୟ ନୁହେଁ? ତମକୁ ଲେଖିବାକୁ ପଡ଼ିବ ପ୍ରବନ୍ଧ, ଇତିହାସ, ପ୍ରାବନ୍ଧିକ ବିଶ୍ୱନାଥ କର ବୋଲି ଲେଖିବାକୁ ପଡ଼ିବ। ବୁଝିହେଉଛି? ତାପରେ କ'ଣ ଲେଖିବାକୁ ପଡ଼ିବ? କ'ଣ ଇତିହାସ ପଦବାଚ୍ୟ ନୁହେଁ ତାର ଉତ୍ତର ଦେବାକୁ ପଡ଼ିବ, ନାଇଁକି? କ'ଣ ଇତିହାସ ପଦବାଚ୍ୟ ନୁହେଁ? ନା ମନୁଷ୍ୟ କିପରି ହୀନ ଅବସ୍ଥାରୁ କ୍ରମେ କ୍ରମେ ସଭ୍ୟତା ଲାଭ କରିଛି ଏ କଥା ବୁଝିବା ପାଇଁ ଗୋଟା କେତେ ରାଜବଂଶର ବିବରଣ ବା ଗୋଟିଏ ଅଧେ ବିଶେଷ ଜାତିର ସ୍ଥୂଳ ବିବରଣ ପାଠ କଲେ ଚଳିବ ନାହିଁ, ଯେଉଁଥିରେ କି ମାନବ ପ୍ରକୃତିର କ୍ରମ ବିକାଶର ଛବି ପ୍ରତିବିମ୍ବିତ ନାହିଁ, ତାହା ପ୍ରକୃତରେ ଇତିହାସ ପଦବାଚ୍ୟ ନୁହେଁ। କ'ଣ କଥା? ମୁଁ ଟିକେ ସରଳରେ ବୁଝେଇ ଦେଉଛି। ତେଣୁ ଆମେ କ'ଣ ଇତିହାସ କହିଲେ ମଣିଷ ସଭ୍ୟତା ବା ମନୁଷ୍ୟ ସଭ୍ୟତାର କ୍ରମେ କ୍ରମେ କେମିତି ମାନେ ଉପରକୁ ଯାଇଛି, କ୍ରମ ବିକାଶ ହେଇଛି, ଏଇ ଇତିହାସ ଜାଣିବା କଥା। କିନ୍ତୁ ଇତିହାସରେ କ'ଣ ଅଛି ନା ଇତିହାସରେ ରାଜବଂଶର ବିବରଣ ଅଛି, ନାଇଁକି? ରାଜବଂଶର ବିବରଣ, ରାଜା ରାଜୁଡ଼ାମାନଙ୍କର ବିବରଣ ଅଛି। ଆଉ କ'ଣ ଅଛି? ବିଶେଷ ଗୋଟେ ଜାତିର ସ୍ଥୂଳ ବିବରଣ ଅଛି। କୌଣସି ଗୋଟେ ବିଶେଷ ଜାତିର ସ୍ଥୂଳ ବିବରଣ ଅଛି। ତେଣୁ ଏହା ଇତିହାସ ପଦବାଚ୍ୟ ନୁହେଁ। ତାପରେ ଦେଖିବା ବର୍ତ୍ତମାନର ଇତିହାସ କିପରି? ବର୍ତ୍ତମାନର ଇତିହାସ କିପରି? ପିଲାମାନେ ଏଇଠି ମଧ୍ୟ ତୁମେ ଲେଖିବ ପ୍ରବନ୍ଧ ଇତିହାସ, ପ୍ରାବନ୍ଧିକ ବିଶ୍ୱନାଥ କର ବୋଲି ଲେଖିବ। ତେଣୁ ବର୍ତ୍ତମାନର ଇତିହାସ କିପରି? ଦେଖ, ବର୍ତ୍ତମାନର ଇତିହାସ ସ୍ୱତନ୍ତ୍ର ଆଉ ଆଦର୍ଶ ନିକଟବର୍ତ୍ତୀ। ମନେ ରଖିଥାଅ, ବର୍ତ୍ତମାନର ଇତିହାସ ସ୍ୱତନ୍ତ୍ର ଓ ଆଦର୍ଶ ନିକଟବର୍ତ୍ତୀ। ଏଥିରେ ମାନବ ଜୀବନର ସର୍ବବିଧ ବ୍ୟାପାରର ଯୋଗ ଅଛି। କେବଳ ରାଜା, ରାଜପୁରୁଷ, ରାଜନୀତି ଏସବୁ ଆଲୋଚନା ନୁହେଁ। ଏଥିରେ କ'ଣ କ'ଣ ଅଛି ନା ବର୍ତ୍ତମାନର ଇତିହାସରେ ସାଧାରଣ ଆଚାର ମାନେ ଜାତି ସାଧାରଣର ଆଚାର ବ୍ୟବହାର, ମାନେ ସାଧାରଣ ଜାତିର କ'ଣ ନା ଆଚାର ବ୍ୟବହାର, ଧର୍ମ, ନୀତି, ଶିକ୍ଷା, ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ବିଜ୍ଞାନ
ଏଇ ସବୁ ଆଲୋଚନା ହୋଇଛି କୋଉଠି ଆଜିର ଯେଉଁ ଇତିହାସ ବର୍ତ୍ତମାନର ଇତିହାସ। ତାପରେ ଆଉ କିଛି ପ୍ରଶ୍ନ ଦେଖ ପିଙ୍ଗଳାର ଅଭିସାର ଯେଉଁଟାକି ତୁମର ଆସିବ ଏଇ ଦୁଇଟି ତ ଆସିବ ଇତିହାସ ଆଉ ପିଙ୍ଗଳାର ଅଭିସାର। ତେଣୁ ଦେଖ ପିଲାମାନେ ଏଇଠି ପ୍ରଶ୍ନ ଅଛି ପୁଣ୍ୟ ମର୍ତ୍ତ୍ୟଭୂମିରେ ପିଙ୍ଗଳା କ'ଣ ସାଜିଛି ବୋଲି କହିଛି। ପିଙ୍ଗଳା କହିଛି ଏଇ ମର୍ତ୍ତ୍ୟଭୂମି ହେଉଛି ପୁଣ୍ୟ ବା ପବିତ୍ର। এই ପବିତ୍ର ମର୍ତ୍ତ୍ୟଭୂମିରେ ମୁଁ କ'ଣ ସାଜିଛି ପତିତା ନେତ୍ରୀ ସାମ୍ରାଜ୍ଞୀ ଗୃହୀ। କ'ଣ ହବ ନା ପତିତା ସାଜିଛି। ପୁଣ୍ୟ ମର୍ତ୍ତ୍ୟଭୂମିରେ ସେ ପତିତା ସାଜିଛି ତାର ପତନ ହୋଇଛି ପତିତା ସାଜିଛି ହେଉଛି ପିଲାମାନେ ନାଇଁକି। ନେକ୍ସଟ ପ୍ରଶ୍ନ ଦେଖିବା କ'ଣ ଅଛି। ତେଣୁ ପିଙ୍ଗଳା ନିଜକୁ କାହା ସହିତ ତୁଳନା କରିଛି। ପ୍ରଶ୍ନ ହେଉଛି ପିଙ୍ଗଳା ନିଜକୁ କାହା ସହିତ ତୁଳନା କରିଛି। 1 ସ୍ୱର୍ଗ 2 ମର୍ତ୍ତ୍ୟ 3 ନର୍କ 4 ସର୍ପିଣୀ। କାହା ସହିତ ତୁଳନା କରିଛି ନିଜକୁ ନା ସର୍ପିଣୀ ସହିତ ତୁଳନା କରିଛି। ତେଣୁ ସର୍ପିଣୀ ଯେମିତି ବିଷ ଉଦ୍ଗାରେ ସେଇଭଳି ଭାବରେ ପିଙ୍ଗଳା ଏ ସମାଜକୁ କଳୁଷିତ କରିଛି ବୋଲି ନିଜକୁ କାର କରିଛି। ତାପରେ ଦେଖିବା ପିଲାମାନେ ବହୁତ ବଢ଼ିଆ ପ୍ରଶ୍ନ 3 ମାର୍କିଆ ପ୍ରଶ୍ନ ଗୋଟିଏ କରିବାକୁ ପଡ଼ିବ। ଯେମିତିକି ପ୍ରଶ୍ନ ଅଛି କ'ଣ ନା ସେଇ ପିଙ୍ଗଳାର ଅଭିସାର ପ୍ରଶ୍ନ ମଧୁର ମୁରଲୀର ସ୍ୱରରେ କିଏ କାହାକୁ କାହିଁକି ଡାକୁଥିଲା। ବଢ଼ିଆ ପ୍ରଶ୍ନ କିଏ କାହାକୁ କାହିଁକି ଡାକୁଥିଲା କାହିଁକି ଡାକୁଥିଲା ଏ ପ୍ରଶ୍ନର ଉତ୍ତର। ତେଣୁ ତୁମକୁ ଲେଖିବାକୁ ପଡ଼ିବ ଯେ କବିତା ପିଙ୍ଗଳାର ଅଭିସାର କବି ରାଧାମୋହନ ଗଡ଼ନାୟକ ହେଲା। କ'ଣ ଲେଖିବାକୁ ପଡ଼ିବ ପିଙ୍ଗଳାର ଅଭିସାର ନାଇଁ କବିତା କବି ରାଧାମୋହନ ଗଡ଼ନାୟକ ବୋଲି ଲେଖିବାକୁ ପଡ଼ିବ। ଆଉ ଏଠି ତୁମକୁ ଉତ୍ତର କ'ଣ ଦେବାକୁ ପଡ଼ିବ ନା ଉତ୍ତରଟି ଯେ ପ୍ରଶ୍ନ ଅଛି କ'ଣ ମଧୁର ମୁରଲୀର ସ୍ୱରରେ କିଏ କାହାକୁ କାହିଁକି ଡାକୁଥିଲା। ବଢ଼ିଆ ପ୍ରଶ୍ନ। ତେଣୁ ଉତ୍ତର ହେଉଛି ମଧୁର ମୁରଲୀର ସ୍ୱରରେ ପିଙ୍ଗଳା ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ କାଳିମାରୁ ମୁକ୍ତି ଦେବା ପାଇଁ ଡାକୁଥିଲା ହେଲା। ଜୀବନର ପ୍ରିୟତମ କିଏ ଜୀବନର ପ୍ରିୟତମ ହେଲା ମଧୁର ମୁରଲୀ ସ୍ୱରରେ ନାଇଁ ଜୀବନର ପ୍ରିୟତମ ପିଙ୍ଗଳାକୁ କଳୁଷ କାଳିମାରୁ ମୁକ୍ତି ଦେବା ପାଇଁ ଡାକୁଥିଲା। ଜୀବନର ପ୍ରିୟତମ କିଏ ଈଶ୍ୱର ଭଗବାନ ଆତ୍ମା ଆମ ଭିତରେ। ତ ଜୀବନର ପ୍ରିୟତମ ପିଙ୍ଗଳାକୁ ଡାକୁଥିଲା। ମଧୁର ମୁରଲୀର ସ୍ୱରରେ ଜୀବନର ପ୍ରିୟତମ ଈଶ୍ୱର ତା କ'ଣ ନା ପିଙ୍ଗଳାକୁ ଡାକୁଥିଲା। କ'ଣ ପାଇଁ ଡାକୁଥିଲା କାହିଁକି ଡାକୁଥିଲା ନା କଳୁଷ କାଳିମାରୁ ମୁକ୍ତି ଦେବା ପାଇଁ ଡାକୁଥିଲା। ନେକ୍ସଟ ପ୍ରଶ୍ନ ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ କ'ଣ ଲୋଡ଼ା ନାହିଁ ବୋଲି କହିଛି। ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ଚେତନା ମାନେ ମଣିଷ ଭିତରେ ଯେଉଁ ଚେତନା ଆତ୍ମା ଜାଗୃତି ହେଇଛି ଆତ୍ମା ଜାଗ୍ରତ ହେଇଛି ମୁଁ କ'ଣ କରୁଥିଲି ଏବେ କ'ଣ କରୁଛି ଚେତନା ଆସିଛି ନାଇଁ ସେ ଚେତନା ଜାଗ୍ରତ ହେବାରୁ ସେ ଆଉ କ'ଣ ଲୋଡ଼ା ନାହିଁ ଚେତନା ମାନେ ଆତ୍ମା କ'ଣ ଲୋଡ଼ା ନାହିଁ ବୋଲି କହିଛି। ଏଇଟା ବି ସେମିତି ଲେଖିବ ପିଙ୍ଗଳାର ଅଭିସାର କବିତା କବି ରାଧାମୋହନ ଗଡ଼ନାୟକ। ତାପରେ ଲେଖିବ ଯେ ପିଙ୍ଗଳାର ଚେତନା ଜାଗ୍ରତ ହେବାରୁ ସେ ଆଉ ବିଳାସକୁଞ୍ଜ ଚାରୁଚିତ୍ରଶାଳା ଲୋଡ଼ା ନାହିଁ ବୋଲି କହିଛି। ବିଳାସକୁଞ୍ଜ ଆଉ ଚାରୁଚିତ୍ରଶାଳା ଲୋଡ଼ା ନାହିଁ ବୋଲି କହିଛି ବୁଝିଗଲା। ତାପରେ ପିଲାମାନେ ଏଇ 10 ନମ୍ବର ସରିଲା ପରେ ଆଉ ଗୋଟିଏ 10 ମାର୍କର ତମର କ'ଣ ଆସିବ ନା ଗୋଟେ ଅନୁଚ୍ଛେଦଟାକୁ ପଢ଼ିକିରି ତମକୁ ଉତ୍ତର କରିବାକୁ ପଡ଼ିବ। ଅନୁଚ୍ଛେଦଟାକୁ ପଢ଼ିଦେବ ତାପରେ ଉତ୍ତର କରିବ। ଯେମିତିକି ଏଇଠି ଦେଖ ମୁଁ ପ୍ରଶ୍ନ ପଢ଼ୁଛି ପ୍ରଶ୍ନ ଗୁଡ଼ିକ ଯେଉଁ ଅଛି ଯେମିତିକି ଏଇଠି ପ୍ରଶ୍ନ ଅଛି କ'ଣ ନା ପାଶ୍ଚାତ୍ୟ ସଭ୍ୟତାର ମୂଳ ଭିତ୍ତି କ'ଣ। ପ୍ରଥମ ପ୍ରଶ୍ନ ଅଛି କ'ଣ ପାଶ୍ଚାତ୍ୟ ସଭ୍ୟତାର ମୂଳ ଭିତ୍ତି କ'ଣ ପଢ଼ିଦେଲେ ତୁମେ ଆନ୍ସର କରିପାରିବ। ଦେଖ ଏଇଠି କ'ଣ ଅଛି ନା ବ୍ୟକ୍ତିଗତ ଜୀବନର ଉତ୍କର୍ଷ ସାଧନ କରିବା ସଙ୍ଗେ ସଙ୍ଗେ ବିନା ଦ୍ୱିଧାରେ ଜାତି ଦେଶ ଧର୍ମ ଜ୍ଞାନ ପାଇଁ ନିଜକୁ ଉତ୍ସର୍ଗ କରିବା ପାଶ୍ଚାତ୍ୟ ସଭ୍ୟତାର ମୂଳ ଭିତ୍ତି। ଏଠି ଆନ୍ସର ପୁରା ଦେଇଦେଇଛି କ'ଣ ନା ବ୍ୟକ୍ତିଗତ ଜୀବନର ଉତ୍କର୍ଷ ସାଧନ କରିବା ସଙ୍ଗେ ସଙ୍ଗେ ମାନେ ନିଜର ଉତ୍କର୍ଷ ସାଧନ କରିବା ସଙ୍ଗେ ସଙ୍ଗେ ନିଜ ଜୀବନର ଉତ୍କର୍ଷ ସାଧନ କରିବା ସଙ୍ଗେ ସଙ୍ଗେ ବିନା ଦ୍ୱିଧାରେ ମାନେ କୌଣସି ଦ୍ୱିଧା ନ ରଖି ଜାତି ଦେଶ ଧର୍ମ ଜ୍ଞାନ ପାଇଁ ନିଜକୁ ଉତ୍ସର୍ଗ କରିବା ଜାତି ଦେଶ ଧର୍ମ ଜ୍ଞାନ ପାଇଁ ନିଜକୁ ଉତ୍ସର୍ଗ କରିବା ପାଶ୍ଚାତ୍ୟ ସଭ୍ୟତାର ମୂଳ ଭିତ୍ତି।
এই প্রশ্নটা আছে পাশ্চাত্য সভ্যতার মূল ভিত্তি কোণ, এটা আনসার আসিগলা। তাপরে আসিগলা ম্যাক্সমুলরଙ୍କ বিশেষত্ব কোণ থিলা। যদি পঢ়িব ভাল ভাବରେ তুমি উত্তর କରିପାରିବ ମ୍ୟାକ୍ସମୁଲର কোণ ବିଶେଷତ୍ୱ ଥିଲା ନା ମ୍ୟାକ୍সমୁଲର ଜଣେ ଜର୍ମାନ ସଂସ୍କୃତଜ୍ଞ ଥିଲେ। এটা ପ୍ରଥମ ବିଶେଷତ୍ୱ କ'ଣ ନା ମ୍ୟାକ୍সমୁଲର ଜଣେ ମାନେ କ'ଣ ଜର୍ମାନୀର ସଂସ୍କୃତଜ୍ଞ ଥିଲେ ହେଲା। ଆଉ କ'ଣ ସେଇ ପାଶ୍ଚାତ୍ୟ ଲୋକମାନେ କ'ଣ ସେମାନେ ଏଇଠି ଲେଖା ହେଇଛି କ'ଣ ବିଶେଷତ୍ୱ ନା ସେମାନେ ଜ୍ଞାନ ଆହରଣ ପାଇଁ ଜୀବନ ଉତ୍ସର୍ଗ କରିବା ହେଉଛି ବିଶେଷ ବୁଝିହେଉଛି। ତେଣୁ ତୁମେ ଏଠି ଲେଖିପାରିବ କ'ଣ ନା ସଂସ୍କୃତଜ୍ଞ ମ୍ୟାକ୍সমୁଲର ସେ ଜ୍ଞାନ ଆହରଣ ପାଇଁ ହିଁ ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଏଇଟା ବିଶେଷତ୍ୱ କେମିତି ନା ଆମ ବେଦ ଉପନିଷଦକୁ ଅନୁବାଦ କରି ପୃଥିବୀର ଦୃଷ୍ଟି ଆକର୍ଷଣ କରିଛନ୍ତି ବୁଝିହେଲା। ଏଇଟା ବିଶେଷତ୍ୱ। ତେଣୁ ପିଲାମାନେ ଯଦି ଏଇଟାକୁ ପଢ଼ିବ ହେଲା କିଛି ଅସୁବିଧା ନାହିଁ। ତମେ ଯାହା ମାନେ ପ୍ରଶ୍ନ ଥିବ ସେଇ ପ୍ରଶ୍ନର ଉତ୍ତର ଖୋଜିକି ପାଇଯିବ। ଯଦି ନ ଖୋଜିକି ପାଇଲ ତାହେଲେ ଟିକେ ପଢ଼ିଦେବ ଭଲ ଭାବରେ। ତାକୁ ପଢ଼ି ସାରିଲା ପରେ ତମେ କ'ଣ ନା ତମେ ପଢ଼ି ସାରିଲା ପରେ ତମେ ଉତ୍ତର କରିପାରିବ। ମୁଁ ତମକୁ ପୁରା ଏଇ ଯେଉଁ ଦେଇଦେଉଛି ଅନୁଚ୍ଛେଦଟାକୁ ତମେ ସ୍କ୍ରିନଶଟ୍ ମାରିକିରି ତମେ ନେଇପାରିବ ହେଲା। ପ୍ରଥମ ଆଉ ଟିକେ ବଡ଼ କରିଦେଉଛି। ପ୍ରଥମ ଏଇଟା ସ୍କ୍ରିନଶଟ୍ ନାଇଁ ବଡ଼ କଲେ ହେବନି, ଆଉ ଟିକେ ସ୍କ୍ରିନଶଟ୍ ମାରିପାରିବ ହେଲା। ଏଇଟା ସ୍କ୍ରିନଶଟ୍ ମାରିପାରିବ। ଏତିକି ପର୍ଯ୍ୟନ୍ତ ତ ଅଛି ବ୍ୟକ୍ତିଗତ ଜୀବନର ଉତ୍କର୍ଷ ସାଧନରୁ ଏତିକି ପର୍ଯ୍ୟନ୍ତ। ତାପରେ ଆଉ ଗୋଟିଏ ସ୍କ୍ରିନଶଟ୍ ଏଠି ମାରିପାରିବ ହେଲା। ଏତିକି ପର୍ଯ୍ୟନ୍ତ ବୁଝିହେଉଛି। ଏତିକି ସ୍କ୍ରିନଶଟ୍ ମାରିପାରିବ। ସ୍କ୍ରିନଶଟ୍ ମାରିଦେଲ ତାପରେ କ'ଣ କରିବ ପ୍ରଶ୍ନ ଗୁଡ଼ିକର ଉତ୍ତର କରିବ। ସ୍କ୍ରିନଶଟ୍ ମାରିଦିଅ ତୁମେ ଆନ୍ସର କରିବ। এই ଯେଉଁ ଭିଡ଼ିଓଟି ସରିଲା ପରେ ତୁମେ ନିଶ୍ଚୟ ଏ ଅନୁଚ୍ଛେଦଟିକୁ ଟିକେ ପ୍ରାକ୍ଟିସ୍ କରିବ। ଅନୁଚ୍ଛେଦଟିକୁ ପ୍ରାକ୍ଟିସ୍ କଲେ ତୁମେ ନିଶ୍ଚୟ ମୁଁ ଯେମିତି ଏକ୍ଜାମ୍ପଲ୍ ଦେଖେଇଦେଲି ଉଦାହରଣ ଦେଖେଇଦେଲି ସେମିତି ପ୍ରାକ୍ଟିସ୍ ଠିକ୍ ଅଛି। ଏଇଟା 2 ମାର୍କିଆ ଲେଖା ତୁମକୁ ଯେକୌଣସି 2ଟି ପ୍ରଶ୍ନର ନାଇଁ ଯେକୌଣସି 2ଟି ପ୍ରଶ୍ନର ଉତ୍ତର କରିବାକୁ ପଡ଼ିବ। ଯେକୌଣସି 2ଟି ପ୍ରଶ୍ନର ଉତ୍ତର 2ଟି ଲେଖାଏଁ ବାକ୍ୟରେ ଉତ୍ତର ଦିଅ। ତେଣୁ 4ଟି ପ୍ରଶ୍ନର 2ଟି ପ୍ରଶ୍ନ କରିବ। ଆଉ ଏଇଟା ଯେକୌଣସି 2ଟି ପ୍ରଶ୍ନର ଉତ୍ତର 3ଟି ଲେଖାଏଁ ବାକ୍ୟରେ ଉତ୍ତର ଦିଅ। 3ଟିରୁ 2ଟି କରିବ ହେଉଛି ଯେକୌଣସି 2ଟି ପ୍ରଶ୍ନ 3 ମାର୍କିଆ ପ୍ରଶ୍ନ ଏଇଟା। ତେଣୁ ପିଲାମାନେ ଏଇଭଳି ଭାବରେ ତୁମେ ପ୍ରାକ୍ଟିସ୍ କରିବ। ଏଟାକୁ ବି ସ୍କ୍ରିନଶଟ୍ ମାରିକିରି ତୁମେ ପ୍ରାକ୍ଟିସ୍ କର। ଯାହାଫଳରେ କ'ଣ ହେବ ନା ଅନୁଚ୍ଛେଦରେ ବି ତୁମେ 100% ମାର୍କ ମାନେ 10ରୁ 10 ରଖିବ। ଆଉ ପିଙ୍ଗଳାର ଅଭିସାର ଆଉ ଇତିହାସରୁ ମଧ୍ୟ 10ରୁ 10 ରଖିପାରିବ। 20ରୁ 20 ତୁମେ MIL ଓଡ଼ିଆରେ ହେଲା। ଥ୍ୟାଙ୍କ ୟୁ ଭେରି ମଚ୍। ସମସ୍ତଙ୍କୁ ସେୟାର କରିବ। ଯଦି ଭଲ ଲାଗେ ଭିଡ଼ିଓଟିକୁ ଲାଇକ୍ କରିଦେବ, ସେୟାର ନିଶ୍ଚୟ କରିବ, ସାଙ୍ଗମାନଙ୍କୁ ଆଣି ଯୋଡ଼ିବ। ତୁମର ଯେତେ ବି କଲେଜରେ ସାଙ୍ଗ ଅଛନ୍ତି କାହିଁକିନା ଆମେ ପଢ଼ିବା ଆଗକୁ ବଢ଼ିବା। ବନ୍ଦେ ଉତ୍କଳ ଜନନୀ।